କହିବେ ଯେ ଏଇ ସାଇबर କ୍ରାଇମ ର ମାନେ କଣ ଆଉ କାହିଁକି କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି? ଦେଖନ୍ତୁ ଯେକୌଣସି କ୍ରାଇମ ଆପଣ ଯଦି ଦେଖୁଛନ୍ତି ଗୋଟେ ଲ ଠୁ ଅଲଗା, ଯାହା ଲ ଆମକୁ ଡିଫାଇନ କରିଛି ତାଠୁ ଅଲଗା ଯଦି ଆମେ କିଛି କରୁଛନ୍ତି ବା କେହି ବି କରୁଛି, ସେ ଗୋଟେ କ୍ରାଇମ ର କ୍ୟାଟାଗୋରୀରେ ଆସୁଛି। ସାଇबर କ୍ରାଇମ କହିଲେ ସ୍ପେଶିଆଲି ଯାହା ସାଇबर ଇନଷ୍ଟ୍ରୁମେଣ୍ଟ ୟୁଜ ହେଇକି ବା ଇଣ୍ଟରନେଟ ହେଲା, କମ୍ପ୍ୟୁଟର ୟୁଜ ହେଇକି ଯୋଉ କ୍ରାଇମ ଗୁଡା କମିଟ କରାହଉଛି, ଆପଣ ଏବେ ଯେମିତି କହୁଥିଲେ ୟୁପିଆଇ ଫ୍ରଡ ହଉ ବା ହନି ଟ୍ରାପିଂ ହଉ ବା ସୋସିଆଲ ମିଡିଆ ଥ୍ରୁରେ ଠକେଇ ହଉ, ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫାଙ୍କା ହେଇଯାଉଛି, ବ୍ୟାଙ୍କ ଆକାଉଣ୍ଟ ରୁ ଆପଣଙ୍କର ପଇସା ଫାଙ୍କା ହେଇଯାଉଛି ଯୋଉ କହୁଛନ୍ତି ଆପଣ, ଗୋଟେ ଓଟିପି ଆସୁଛି ଏବଂ ବ୍ୟାଙ୍କ ଯାହା ବି ପଇସା। ଆମ ଓଟିପି ଥ୍ରୁରେ ଆପଣଙ୍କର ଯୋଉ ଓଟିପି ସେୟାର କରିବା ଥ୍ରୁରେ ହଉ ବା କୌଣସି ଯୋଉ ମନି ଲେଣ୍ଡିଙ୍ଗ ଆପ୍ ଥ୍ରୁରେ ଅନଅଥରାଇଜଡ ଆକ୍ସେସ ହେଇକି ଆପଣଙ୍କ ଆକାଉଣ୍ଟରୁ କିଛି କିଛି ପଇସା ପଳଉଛି। ତ ଏଇସବୁ ଦ୍ଵାରା ଯୋଉ ଲୋକମାନେ ଯୋଉ ହଇରାଣ ହରକତ ହଉଛନ୍ତି ଆଉ ଏଇ କ୍ରାଇମ ଗୁଡା ଯୋଉମାନେ କରୁଛନ୍ତି ସେମାନଙ୍କୁ କୁହାହଉଛି ସାଇବର କ୍ରିମିନାଲ, ଆଉ ଏଇ କ୍ରାଇମ କୁ କୁହାହଉଛି ସାଇବର କ୍ରାଇମ। ସାଇबर ତେବେ କାହିଁକି ବଢିବାରେ ଚାଲି ଲାଗିଛି? ଏଇଟା ବଢୁଛି ଏଇଥିପାଇଁ, ଇଣ୍ଟରନେଟ ର ବହୁଳ ବ୍ୟବହାର ଯେତେବେଳେ ଷ୍ଟାର୍ଟ ହେଲା, ଆପଣଙ୍କର ଦେଖିବେ ଜିଓ ଆସିଲା ପରେ ଆପଣ ଇଣ୍ଟରନେଟ ଟା ଲୋକଙ୍କ ପାଖରେ ଇଜିଲି ଆଭେଲେବୁଲ ହେଇଗଲା, କଷ୍ଟ ଅଫ ଇଣ୍ଟରନେଟ କମିଗଲା, ନିଶ୍ଚୟ। ତ ଇଣ୍ଟରନେଟ ୟୁଜ ବି ବଢିଲା, ଲୋକମାନେ ଇଣ୍ଟରନେଟ ମୋବାଇଲ ଫୋନ ବେଶୀ ୟୁଜ କଲେ, ଇଣ୍ଟରନେଟ କୁ ବହୁତ କନଜ୍ୟୁମ କଲେ। ଇଣ୍ଟରନେଟ ଯେହେତୁ ଗୋଟେ ବର୍ତ୍ତମାନ ଏମିତି ୱେ ଅଫ କମ୍ୟୁନିକେସନ ହେଇଯାଇଛି ଯେ ସବୁଠୁ ଅଧିକ ଲୋକ କନେକ୍ଟେଡ ବର୍ତ୍ତମାନ ସମୟ ଅଧିକା ଦଉଛନ୍ତି ଇଣ୍ଟରନେଟ କୁ ବା ମୋବାଇଲ ଫୋନ। ନିଶ୍ଚୟ ତେଣୁ କ୍ରିମିନାଲ ମାନେ ବି ସେମିତି ଡିଫରେଣ୍ଟ ଡିଫରେଣ୍ଟ ମିଡିୟମ, ଆଗରୁ ଯେମିତି ଲୋକ ଟ୍ରାଭେଲ କରୁଥିଲେ, ତେଣୁ କ୍ରିମିନାଲ ମାନେ ଗୋଟେ ଡାଇରେକ୍ଟ ଆପ୍ରୋଚ ନଉଥିଲେ, ଏବେ ହାଇଡ ହେଇକି ଇଣ୍ଟରନେଟ ପଛରେ ସେ ଗୋଟେ କ୍ରାଇମ କରିବାକୁ ଚେଷ୍ଟା କରୁଛନ୍ତି। ନିଶ୍ଚୟ। ଯେହେତୁ ଇଣ୍ଟରନେଟ ସମସ୍ତେ ଯୋଡି ହେଇକି ଅଛନ୍ତି, ତେଣୁ କ୍ରାଇମ କରିବାଟା ଇଜି ହେଇଯାଉଛି ସେ ଇଣ୍ଟରନେଟ ଥ୍ରୁରେ।